ବସୁଧା ଟାଙ୍କିରେ ମଟରରୁ ଟଣା ହେଉଛି ଝରଣାର ପାଣି। ପ୍ରବଳ ଗରମରେ ଟାଙ୍କିରେ ନାହିଁ ପାଣି, ଶୋଷ ମେଣ୍ଟାଉଛି ଝର ପାଣି। କୋରାପୁଟ ଜିଲ୍ଲା ବନ୍ଧୁଙ୍ଗା ବ୍ଲକ ଜାଗୁଗୁଡ଼ା ପଞ୍ଚାୟତ ତାଡ଼ିଙ୍ଗି ଡଙ୍ଗର ଗାଁରେ ବସୁଧା ପାଣି ଟାଙ୍କି ଥାଇ ମଧ୍ୟ ଝରଣାରୁ ପିଉଛନ୍ତି ପାଣି ଲୋକେ। ରାଜ୍ୟ ସରକାରଙ୍କର ପ୍ରତ୍ୟେକ ଗାଁକୁ ବିଶୁଦ୍ଧ ପାଇପ୍ ପାଣି ଯୋଗାଇ ଦେବାର ପ୍ରତିଶ୍ରୁତି ଯେପରି ଏଠାରେ ସାତ ସପନ ପାଲଟିଛି। 3 ବର୍ଷ ତଳେ କଳ୍ପନା କରାଯାଇଥିଲା ବସୁଧା ଯୋଜନାରେ ଲୋକେ ବିଶୁଦ୍ଧ ପିଇବା ପାଣି ପାଇବେ। 2023 ମସିହାରେ ବସୁଧା ଯୋଜନାରେ ନିର୍ମିତ ହୋଇଛି ବସୁଧା ଓଭର ହେଡ୍ ଟାଙ୍କି। ଟାଙ୍କିର ସୁରକ୍ଷା ପାଇଁ ପାଚେରୀ ମଧ୍ୟ ନିର୍ମାଣ ହୋଇଛି। ଗାଁକୁ ପାଇପ୍ ଲାଇନ୍ ବିଛା ଯାଇଛି ଏବଂ ଟ୍ୟାପ୍ ନିର୍ମାଣ ସରିଛି। ବିନା ନଳକୂପରେ ଗାଁରୁ 500 ମିଟର ଦୂରରେ ଥିବା ଏକ ଝରଣାରୁ ପାଇପ୍ ଯୋଗେ ଟାଙ୍କିକୁ ସଂଯୋଗ କରାଯାଇଥିଲା। ଏଥିପାଇଁ ଖର୍ଚ୍ଚ ହୋଇଥିଲା 20,14,537 ଟଙ୍କା। କିନ୍ତୁ ସେହି ଝରଣା ଶୁଖି ଯିବାରୁ ଆଜି ପର୍ଯ୍ୟନ୍ତ ଲୋକେ ପାଣି ପାଇ ପାରୁନାହାନ୍ତି ବିଶୁଦ୍ଧ ପାନୀୟ ଜଳ ଟିକିଏ, ଯାହାକୁ ନେଇ ତାଡ଼ିଙ୍ଗି ଡଙ୍ଗର ଗାଁରେ ଅସନ୍ତୋଷ ପ୍ରକାଶ ପାଇଛି। ଫଳରେ ଗ୍ରାମବାସୀମାନଙ୍କର ଝରଣାର ପାଣିରେ ବିତୁଛି ଜୀବନ। ପିଇବା ପାଣିଠାରୁ ଆରମ୍ଭ କରି ସବୁକିଛି ସେହି ଝରଣା ଉପରେ ନିର୍ଭର କରିବାକୁ ପଡ଼ୁଛି। କୋରାପୁଟ ଜିଲ୍ଲା ପ୍ରଶାସନ ଏବଂ ନିର୍ବାଚିତ ଜନପ୍ରତିନିଧିଙ୍କ ନଜର ଆଢ଼ୁଆଳରେ ରହିଯାଇଛି ଏ ଦୃଶ୍ୟ। ବର୍ଷ ବର୍ଷ ଧରି ଝରଣାର ପାଣି ଜନସାଧାରଣଙ୍କ ଶୋଷ ସହିତ ସମସ୍ତ ଆବଶ୍ୟକତାକୁ ମେଣ୍ଟାଇ ଚାଲିଛି। ଗାଁରେ ନଳକୂପ, କୂଅ, ପୋଖରୀ ନଥିବା କାରଣରୁ ଗ୍ରାମରେ ବସବାସ କରୁଥିବା 54ଟି ପରିବାର ଲୋକେ ଗାଁରୁ ପ୍ରାୟ ଅଧ କିଲୋମିଟର ଦୂର ଝରଣା ଉପରେ ସମ୍ପୂର୍ଣ୍ଣ ଭାବରେ ନିର୍ଭର କରିବାକୁ ପଡ଼ୁଛି। ଫଳରେ ସେମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ମଧ୍ୟ ହୋଇ ଆସୁଛନ୍ତି। ଲକ୍ଷାଧିକ ଟଙ୍କାରେ ନିର୍ମିତ ବସୁଧା ଯୋଜନା ସମ୍ପୂର୍ଣ୍ଣ ବିଫଳ ହୋଇଥିଲେ ମଧ୍ୟ ଠିକାଦାର ଯନ୍ତ୍ରୀମାନଙ୍କ ସଲ୍ଲା ସୁତୁରାରେ ସବୁକିଛି ଠିକ୍ ଚାଲିଥିବା ଜାଣିବାକୁ ମିଳିଛି। ଏଥିପାଇଁ ଗାଁରେ ଅତି ଶୀଘ୍ର ପିଇବା ପାଣି ସମସ୍ୟା ସମାଧାନ ପାଇଁ ନୂତନ ନଳକୂପ ଖୋଳିବା ନିମନ୍ତେ ପ୍ରଶାସନ ନିର୍ବାଚିତ ଜନପ୍ରତିନିଧିମାନଙ୍କୁ ଗ୍ରାମବାସୀମାନେ ଅନୁରୋଧ କରିଛନ୍ତି। ବନ୍ଧୁଙ୍ଗା ବ୍ଲକରୁ ଉତ୍ତମ ନାୟକଙ୍କ ରିପୋର୍ଟ, ରିପବ୍ଲିକ୍ ଓଡ଼ିଶା, ସାଧାରଣ ଲୋକଙ୍କ ସ୍ୱର।